রাজবাড়ি কর্মে কি লেখা ছিল রে, রাজবাড়ি কর্মে কি লেখা ছিল রে, হট হট কইବାକୁ দইব যে কলারে। ଆଜ୍ଞା କାହାକୁ ବାନ୍ଧିବ କାହାକୁ ନାହିଁ, ଏବେ କାହାକୁ ବନ୍ଧନ କରନ୍ତି ହେ ଶୁଣ ବିଚିତ୍ର ନାତି, ଏବେ କାହାକୁ ବନ୍ଧନ କରନ୍ତି ହେ ଶୁଣ ବିଚିତ୍ର ନାତି। শিশু হইলে নিজঠু বাହାର মাতা তাহাକୁ বন্ধନ କରନ୍ତି, ପଶୁ ହୋଇ ଯେବେ ହୋଇବ ଉତ୍ପାତ ମୁନିବ ତାହାକୁ ବାନ୍ଧନ୍ତି ହେ ଶୁଣ ବିଚିତ୍ର ନାତି, କେବେ କାହାକୁ ବନ୍ଧନ କରନ୍ତି ହେ ଶୁଣ ବିଚିତ୍ର ନାତି। ଆପଣ କହୁଛନ୍ତି ବାନ୍ଧିବାକୁ, ସାଉ କହିଛି ପାଚିଲା ଧାନରେ ମୁଇ ଦଉଛି, ମତେ ବାନ୍ଧେ ବୋଇଲେ ମୁଁ ବାନ୍ଧିବି। ବାନ୍ଧିବାର କାହାକୁ ଜାଣିଛ? କାହାକୁ? ଶିଶୁ ମାନେ ଛୋଟ ପିଲା, ଛୋଟ ପିଲା ହେଇଥିବ, ବାପା ମାର ଯଦି କଥା ମାନୁ ନଥିବ ସେମିତି ପିଲାକୁ ବାନ୍ଧିଲେ ଦୋଷ ନାହିଁ, ଦୋଷ ନାହିଁ। ଆଗ କାଳରେ ବନ୍ଧା ହଉଥିଲା ଛୋଟ ପିଲାମାନେ, କାହାକୁ? ଆଗ କାଳର ପିଲାମାନେ ଯେତେବେଳେ ସ୍କୁଲ ଯାଉଥିଲେ, ବାପା ମାନଙ୍କର କଥା କହୁଛି, ଏବେ ତ ପିଲାମାନଙ୍କୁ ଖାଇବାକୁ ପିଇବାକୁ ସବୁ ଦିଆହବ, ମାଷ୍ଟର ହାତ ଦେଲେ ମାଷ୍ଟର ଜେଲକୁ ଯିବ, ଚାକିରି ଖାଇଦେବେ ମାଷ୍ଟର। ଏବେ ସରକାର ନିୟମ କରିଦେଲାଣି। କିନ୍ତୁ ଆଗ କାଳରେ ଯେତେବେଳେ ପିଲା ପଢିବାକୁ ଯାଉଥିଲା, ବାପା ମା ମାଷ୍ଟର କୁ କହୁଥିଲେ କଣ ବୋଲି? ଆଜ୍ଞା ଆଖି ଦିଟା ଛାଡି ଦେଇକି ଯୁଆଡେ ପିଟିଲେ ହବ, ପିଲାର ହବ, ଆଖି ଦିଟା ଛାଡି ଦେଇକି ଯୁଆଡେ ବାଡେଇବ ଚଳିବ। ଆଗେ ଚାଲୁଥିଲା। ତେଣୁ କରି ଆଗ କାଳର ଯେତିକି ବୁଢା ଲୋକମାନେ ବସିଛନ୍ତି ଏମାନଙ୍କର ସବୁ ପୁରାଣ ଉପରେ ମନ, ଏପର ପିଲାମାନଙ୍କର ରେକର୍ଡେନ୍ସ ଉପରେ ମନ ନା, ଆଉ ତାଙ୍କୁ ଶିକ୍ଷା ଦିଆ ହେଇଛି ପୁରାଣ କେବେ ଶୁଣିଥିଲେ ତ? ଝିଅ ପିଲାମାନେ ଆଗ କାଳରେ ଲକ୍ଷ୍ମୀ ପୁରାଣ ଘରେ ବସିକି ପଢୁଥିଲେ ଝିଅ ପିଲାମାନେ, ଏପର ଝିଅ ପିଲାମାନେ ଆଉ ଲକ୍ଷ୍ମୀ ପୁରାଣ ପଢୁଛନ୍ତି, ମୋବାଇଲରେ ଲଗେଇ ଦଉଛନ୍ତି ଲକ୍ଷ୍ମୀ ପୁରାଣ ସରିଗଲା। ମୋବାଇଲ ଭାରି ପଡିଲାଣି। ତେଣୁ କରି ଶିକ୍ଷା, ଯାହାକୁ ଯୋଉ ପ୍ରକାର ଶିକ୍ଷା ମିଳିଥିବ ସେ ସେମିତି ପ୍ରକାର କାମ କରିବ। ଆଗ କାଳର ପିଲାମାନଙ୍କୁ ଯୋଉ ପ୍ରକାର ମାଡ ଦିଆ ହେଇଛି, ମାଷ୍ଟର ମାନେ ବାନ୍ଧିକିରି ଉରାରେ ଉକୁଟେଇ ଦଉଥିଲେ, ଆଉ ଅଛି କି ରେ ଏ ଯୁଗରେ? ଏବେ ଆଉ ନାହିଁ। ପିଲାମାନେ କଥା ନ ଶୁଣିଲେ ବାନ୍ଧିବେ, ବୁଝିଲେ? ସେଥିପାଇଁ ସେ ସମୟର ପିଲାମାନଙ୍କର ଭାବ ଭକ୍ତି ସବୁ ଥିଲା, ଡର ଭୟ ଥିଲା। ଏପର ପିଲାକୁ ଯଦି ଟିକେ ଡରେଇବୁ ବୋଲେ ସେ ବୋଲେ ତୁ କଣ କରୁଛୁ ରେ, ମୁଁ ମୋର ସାଙ୍ଗ ମାନଙ୍କୁ ଫୋନ ଲଗାଉଛି, 10 ଜଣ ଆଇଲେ ମ୍ୟାଟର ହେଇଗଲା, ସଲ୍ଭ କରିବ। ତ ଆଜିକାଲି ପିଲାମାନଙ୍କ ପାଖରେ ଆଉ ଭାବ ଭକ୍ତି ବୋଲିବା ଜିନିଷ ନାହିଁ। ଦଣ୍ଡ ଯୋଉଠି ଥିବ ସେଠି ଭୟ ରହିବ, ଦଣ୍ଡ ଯଦି ନାହିଁ ତାହେଲେ ଭୟ ରହିବ ନାହିଁ। ହେଲେ ଆଜ୍ଞା ଆଉ କାହାକୁ ବାନ୍ଧିବ? କାହାକୁ? ତୂତପଣେ ଆସିଗଲେ ସେ ଭରସି ତାହାକୁ ବନ୍ଧନ କରନ୍ତି, ତୂତପଣେ ଆସିଗଲେ ସେ ଭରସି ତାହାକୁ ବନ୍ଧନ କରନ୍ତି, ପରଦେଶର ରାଜାଙ୍କୁ ଯୁଦ୍ଧେ ଜୟ କଲେ ବନ୍ଧନରେ ଅଛି କି ରତି ହେ ଶୁଣ ବିଚିତ୍ର ନାତି, ଏବେ କାହାକୁ ବନ୍ଧନ କରନ୍ତି ହେ ଶୁଣ ବିଚିତ୍ର ନାତି। ଆଉ କାହାକୁ ବନ୍ଧନ କରିବା? ଆଜ୍ଞା ଗୋଟିଏ ଦୂତ ହେଇକି ଆଉ ଗୋଟେ ରାଜାଙ୍କ ପାଖକୁ ଯିବ, ନିଜ ରାଜାର କଥା କହିବା ପାଇଁ ଯିବା ହଉଛି ଦୂତର କାମ। ମୋ କାମ କଣ ଆଜ୍ଞା? କଣ? ତମେ ଯାହା କହିବ ମୁଁ ତାକୁ କହିବି, ସିଏ ଯାହା କହିବ ତମକୁ କହିବି। ମୋର କାମ ହେଲା ଦୂତ। ମୁଁ ଯଦି ବଡ ବଡ କଥା କହିବି, ଟିକେ ସମୟ ପୂର୍ବରୁ ସିଏ ଧକିଆ ମାଇଲା, ଇଏ ଧକିଆ ମାଇଲା,
ସେମିତି ହନୁମାନ ଦୂତ ହେଇକି ଗଲେ ରାମଚନ୍ଦ୍ରଙ୍କର ହଁ ରାବଣ ପାଖକୁ ଯାଇକି ବଡ ବଡ କଥା କହିବାରୁ ରାବଣ କହିଲା ଶଳା ଗୋଟେ ମାଙ୍କଡ ହଁ ମୋ ଆଗରେ ବଡ ବଡ କଥା କହୁଛୁ। ବଡ ବଡ କଥା ହଉଛି। କଲା କଣ ଆଜ୍ଞା ବାନ୍ଧିଦେଲି ଖାଲି ବାନ୍ଧିକି ଛାଡିଲେ କି ଆଜ୍ଞା ଲାଙ୍ଗୁଡରେ ନିଆଁ ଲଗେଇକି ଛାଡିଥିଲେ ହନୁମାନ। ହଁ ତେଣୁକରି ଦ୍ରୁତ ଫଳରେ ଯାଇକି ସୀମା ଭିତରେ ରହିବାଟା ହଉଛି ମଣିଷର କର୍ତ୍ତବ୍ୟ। ହଁ ହଁ ସେମିତି ଗୋଟିଏ ରାଜା ଆଉ ଗୋଟେ ରାଜାକୁ ଜିଣିବ ତାକୁ ବାନ୍ଧିଲି ତମର ରାଜ୍ୟର ଲୋକମାନେ ଦେଖିବେ ଆମ ରାଜା ବଡ ପରାକ୍ରମୀ ରାଜା। ହଁ ସେମିତି ପାଳି ଦିନେ ରାବଣକୁ କାଖରେ ଜାକିକି ଧରିକି ଯାଇଥିଲା। ହଁ ହଁ ଏଥିରୁ ଜଣା ପଡିଲା କଣ କଣ ନା ବାଳି ରାବଣ ଦି ଜଣ ଯାକ ପରାକ୍ରମଶାଳୀ। ରାବଣ ତ ତ୍ରିପୁର ବିଜୟୀ ବୀର ହଁ କିନ୍ତୁ ରାବଣ ଭଳିଆ ଲୋକକୁ ବାଳି କାଖରେ ଧରିକି ଯାଇଥିଲା। ପଳେଇ ଯାଇଥିଲା। ତାର ଅର୍ଥ ବାଳି ତାଠୁ ଆହୁରି ପରାକ୍ରମଶାଳୀ। ହଁ ତମର ବଳ ବୀର୍ଯ୍ୟ ଜଣା ପଡିବ। ଆଉ କାହାକୁ ବାନ୍ଧିବ ଆଜ୍ଞା? କାହାକୁ? ଚୋରି କରି ଯଦି ଧରା ପଡିଯାଏ ତାହାକୁ ବନ୍ଧନ କରନ୍ତି। ଚୋରି କରି ଯଦି ଧରା ପଡିଯାଏ ତାହାକୁ ବନ୍ଧନ କରନ୍ତି। ନାରୀକୁ ବନ୍ଧନ ନିୟମ ତ ନାହିଁ ବାନ୍ଧିଲେ ବଡ ହି ବିପତ୍ତି ହେ ଶୁଣ ବିଚିତ୍ର ନାତି। ଏବେ କାହାକୁ ବନ୍ଧନ କରନ୍ତି ହେ ଶୁଣ ବିଚିତ୍ର ନାତି। ହଁ ଗୋଟିଏ ଚୋରର କାମ ହେଲା ସେ ଚୋରେଇବ। ହଁ ହଁ ଯଦି ଧରା ପଡିଗଲା ଖରାପ ପଡିଗଲେ ବାନ୍ଧିବ। ବାନ୍ଧିକିରି କେତେ କଣ କରୁଛନ୍ତି, କିଏ ଚପଲ ମାଳ ଗଳେଇବ, କିଏ ଚୂନ କାଳି ବୋଳିବ, କିଏ ଠେଙ୍ଗା ବାଡି ହେଲେ ସେ କିଏ ହବ। ଚୋରକୁ ବାନ୍ଧିଲେ ଦୋଷ ନାହିଁ। ଏମିତି ମାଇ ପିଲାକୁ ବାନ୍ଧିଲେ ଆଜ୍ଞା ବିପତ୍ତି ପଡିବ କି? ବିପତ୍ତି ପଡିବ। ତମେ ଜାଣିନ ପରା ଆଜ୍ଞା। ହଁ ତ୍ରିପୁର ବିଜୟୀ ଦଶାନନ ରାବଣ ହଁ ମା ସୀତାଙ୍କୁ ଚୋରି କରିକି ନେଲା ଅଶୋକ ବନରେ। କଣ ହାତ ଗୋଡ ବାନ୍ଧିକି ରଖିଥିଲା? ନା ନା ଅସୁରୀ ମାନଙ୍କର କବଳରେ ନଜର ବନ୍ଦୀ କରିକି ରଖିଥିଲା। ହଁ ଲାଭ କଣ ହେଲା ଆଜ୍ଞା? ବନ୍ଦିନୀ କରିକି ରଖିବାରୁ ଗୋଟେ ଝିଅକୁ 56 ଘଣ୍ଟା ଯୁଗକୁ ବର ପାଇଥିଲା 14 ଘଣ୍ଟା ଯୁଗରେ ସରିଗଲା। ଶାସ୍ତ୍ର କହୁଛି ଆଜ୍ଞା ମାଇ ପିଲାମାନଙ୍କୁ ଛୁଇଁଲେ ଛୁଆନ୍ତି, ତମେ ବାନ୍ଧେ ବୋଲି କହୁଛ। ବୁଝିପାରିଲ ତ? ହଁ ଏମାନଙ୍କୁ ଯଦି ବାନ୍ଧିବ 4 ଦିନ ପରେ ମରିବାକୁ ଥିଲେ, ରାତି ପାଇଲା ବେଳକୁ ରାମ ନାମ ଶବ୍ଦ ଶୀଘ୍ର ବନ୍ଧନ କର। ତମେ ସରିଯିବ କି? ତମେ ଏତେ କଥା କହୁଛ, ତମେ ବାନ୍ଧୁ କଣ ମୁଁ ବାନ୍ଧି? ପଇସା ଦଉଛ, ପଇସା ବଦଳରେ କାମ କରିବି। ନାଇଁ ନାଇଁ, ପଇସା ଦଉଛ, ପଇସା ବଦଳରେ କାମ କରିବି। ତା ଘରେ ଯାଇକି କହିଯା, ମୁଁ ଯାହା କହି ତାହା କରିବି। କିଏ ନାଇଁ ତ କିଏ ଦେଖୁନି ତାର ସେ ଜିନିଷଟା ଧରିକି ପଳିଆ, ଏ ସବୁ ହବନି। ଯେତିକି ପର୍ଯ୍ୟନ୍ତ ଲୋକମାନେ ଆମକୁ ଘୃଣା ନ କରୁଛନ୍ତି, ସେମିତିଆ କାମ କାହିଁକି କରିବା? ଗୋଟେ ଝିଅ ପିଲାକୁ ଜାଣି ମୁଁ କାହିଁକି ବାନ୍ଧିବି? ତମେ ବାନ୍ଧୁନ। ତମମାନଙ୍କର କଣ ଅସୁବିଧା ହବ? ଯାହା ତ ଦରମା ଦଉଛ ଆଜ୍ଞା, ଘଇତା ଗର୍ଜନ ଦେଖେଇଲା ଭଳିଆ ଦେଖେଇ ହଉଛି। ଟଙ୍କାଟି ପଇସା ଦଉନି ଆଜ୍ଞା, ଖାଲି ଭାତିଆ ଗଣ୍ଡେଇ ପେଟକୁ ଦଉଛି, ସେତିକି ପାଇଁ ବୋଲି ଆ ପାଖରେ ଭଳିଆ ରହୁଛି। ଇଏ ମଲେ ଦୁଃଖ ନାହିଁ, ବୁଝିଲେ? ତୁ ଇଏ ବଳକା ଅଛି। ତୋର ଆଗକୁ କିଏ ନାହିଁ, ପଛକୁ କିଏ ନାହିଁ। ମୋର ପିଲା ପାଣି ଭାସିଯିବରେ ପୁଅ। ଗୋଟେ କାମ କରେ, ଏଠି ଗୋଟେ ଝିଅ ପିଲା ଆସେ, ଦେଖିଲେ ଆଜ୍ଞା ଝିଅ ଇଆଡେ ମାରିକି ତ ଗାଲ ଫଟେଇ ଦେଇ। ଝିଅ ପିଲା କଣ ମାଇ ପିଲା କଣ ଦିଟା ଗୋଟେ ଆଉ ପିଲା ବେଲେ ଅଲଗା, ମାଇ ପିଲା ବେଲେ ଅଲଗା। ଝିଅ ପିଲା କେମିତି ଅଲଗା, ମାଇ ପିଲା କେମିତି ଅଲଗା? ହେଇନଥିବ ସେ ଝିଅ ପିଲା କଣ ବାହାଘର ବାହାଘର ନ ହେଇଥିଲେ ଝିଅ ପିଲା, ସେ ବାହାଘର ହେଇଯାଇଛି, ସେ ମାଇ ପିଲା। ଯିଏ ବାହାଘର ହେଇଗଲା ସେ ମାଇ ପିଲା। ତେଣୁକରି କହୁଛନ୍ତି ଅମୁକ ଘରର ଝିଅଟା ବାହା ନ ହେଇଥିଲା ପର୍ଯ୍ୟନ୍ତ ବାପାର ପରିଚୟ ନେଇକି ବଞ୍ଚି, ବାହା ହେଇଗଲା ପରେ ଅମୁକ ଲୋକର ମାଇ ପଡା ବୋଲୁଛନ୍ତି। ବାହା ହେଇଗଲା ପରେ ସେ ମାଇକି ନା, ବାହା ନହେଲା ତାଙ୍କ ମାଇକି ନା ନାହିଁ। ମାଷ୍ଟରଟା ହଉ, ଏଇଟାକୁ ବାନ୍ଧି ପାରିବୁ କି ରେ? ବାନ୍ଧି ବାନ୍ଧି ପାରିବୁ ତ? ଆଜ୍ଞା ଦିଅ ଦୌଡ଼ି। ନାଟ ବନ୍ଦ କର। କଣ ଦୌଡ଼ ଦେଇଛି? ବନ୍ଦ କର, ନାଟ ବନ୍ଦ କର। ଆଚ୍ଛା ପଳେଇବା। ବନ୍ଦ କରା ହେଇଛି ରେଡି।
ଆଇଲୁ କଣ ବୁଝିଲୁ ନାଟକ ବନ୍ଦ କର ପଡିବ ଆମେ ଏପର୍ଯ୍ୟନ୍ତ କରୁଥିଲୁ କିଏ କହୁଥିଲା ବନ୍ଦ କରିବ ତମର ଆଜ୍ଞା ପରା ହେଁ ଆମକୁ କହୁଛ ଦୌଡ଼ି ଦିଅ ଇଏ ଯଦି ମରିଯିବ ପୁଲିସ ଗାଡି ଆଇଲେ ଆମକୁ ବାନ୍ଧିକି ନେବେ ତମର ନାଟ ହେଲେ ହଉ ନହେଲେ ହଉ ଆସ ଆମେ ପଳେଇବା ସରି ତାକୁ ଛାଡେ ତାକୁ ଛୁଇଁଲେ ପଇସା ଦବୁ ନା ଛୁଇଁଲେ 21,000 ଜାଣିଛୁ ନା ନାଇଁ ପଇସା ଝିଅ ପିଲାମାନଙ୍କୁ ହାତ ଦବୁ ନାଇଁ ଶୁଣେ ବାନ୍ଧିବା ପାଇଁ କଣ ଦରକାର କଣ ରସି ବା ଦୌଡ଼ି ଦୌଡ଼ିଟା ଦେଲେ ସିନା ବାନ୍ଧିବା ସେମିତି କହୁନ ଦୌଡ଼ି ଦିଅ ଦିଅ ଆଜ୍ଞା ସତ କଥା ନାଡା ଏକା ବଡ ନା ଆଉ ଆଙ୍କ ଘରେ କଣ ଅଛି ଆଜ୍ଞା ଭିକ ମାଗିଲେ ଖାଉଛନ୍ତି ଆଉ ଦୌଡ଼ି ଦିଅ ଦୌଡ଼ି ଦିଅ ବୋଲି କାରଣ ଟୋବାଲି ଆଣି ଦଉଛନ୍ତି ସେଇଟା ଦୌଡ଼ି କଲେ ହେଇଯିବ ମୋଡି ଦେଲେ ହବ କାଇଁ ଧରତି ମୁଡିବ କେମିତି ମୁଡି ପାରିବ ଭଲ କି ହଁ ଭଲ ହେଇକିରି ମୁଡି सभी सभी तो पार्टी रहू हेले अर्जुन रो बहु को नबु पार्टी रो सिले दी बुझलु पडू कोज पार्टी आडू सिले दे गांडी आडू କଥା किमिति प्रकार हट हटा लोक रे हैं सभी सभी तू तो मोर लाली पर बीबी सभी सभी तू तो मोर लाली पर बीबी कर पाई पछे मोगी थाना को देवी कर पाई पछे मोगी थाना को देवी हेले मुत सत कहूची तो मानु एई गारू उठेई नेबी सभी सभी को बहु को जतरा देखी नेबी सभी सभी ପାଳ ତୁରିବାକୁ ଯାଇଲେ ମାମୁ ଭୁଲ କାର ହେଲା ହେଲେ ଆକୁ ପକାଳିବାରେ ଜଣା ନାହିଁ କିଏ କେବେ ପାଳ ତୁରିବାକୁ ଯାଇନି ଆଉ ହେଲେ କରିବ କିଏ ଏବେ ଇଏ ये चित्ता काटी जागर दरे बो चित्ता कटाକୁ जागर द तार चित्ता देखुत ना ए भाई पकड़ाई पारिबु हैं कर दू हां बोलती रे पिल्ला सिना सान साहस आर बड़ काई चलो तम गळी रे आम गाड़ी गळै दबा तम गळी रे आम गाड़ी रो हेले तू अर्जुन को डाकी देखो से एंती करे बोली रे दौड़ा को जे डाकी छाड़ दो जे दौड़ी साडे बेसी आनंद हो गेल दौड़ी छाड़ दो टिके आकु देखो आर देखि की सिखो शॉर्ट कट करी टिके चलेला बा शॉर्ट कट करी टिके चलेला बा तम गली रे आम गाड़ी गळै दबा तम गली रे आम गाड़ी गळै दबा तम गली रे हाँ गली रे ये बापा ये धुरंधर देखते अरे भाई अरे ये मारी बोल रहे थे तो नाटा कौन कोडी विकास पूरा नाटा करे विकास प्रधान एमती कोन प्रधान पाकले पाकले बरा धरन रही ए समय जदी एमती पाकलो दिए बड न हले कोन न कहि
ହେଇଗଲା ପାକଳିଲେ କଣ କରିବା ବାନ୍ଧିବୁ ତ ମତେ ବାନ୍ଧିବୁ ନା କଣ ଏ ଝିଅ ଶୁଣ ତମକୁ ବାରମ୍ବାର ପଚାରିଲି ତଥାପି ତମର ନାମଗ୍ରାମ କହିଲ ଆଜ୍ଞା କହୁଛନ୍ତି ଯଦି ନାମଗ୍ରାମ ନ କହିବ ତାହେଲେ ବନ୍ଧନ ହବ କହିବ ନା ନାଇଁ ନାଇଁ ଏଥର ବାନ୍ଧିଲେ ମତେ ମଧ୍ୟ ଦୋଷ ନାହିଁ ବୁଝିଲୁ ତୁ ମରିଗଲେ ମଧ୍ୟ ଦୁଃଖ ନାହିଁ ବାନ୍ଧରେ ଧୀରେ ଆଜ୍ଞା ଏମିତି ଅଧରାତ୍ର ସମୟରେ ପିଲାମାନଙ୍କୁ ବାନ୍ଧିକି ଯୋଉ ହଇରାଣ କରୁଛ କେବେ ଭଲ ହବନି ଆଜ୍ଞା କଣ କହିଲା 6 ମାସ 6 ଦିନ କରିବନି ତମର ମା ପୁଅ ପୁଅ ବୋଲି କାନ୍ଦିବ କିଛି ହବନି ଖରା ବେଳିଆ କୋକେଇ ଉଠିବ କଣ କହିଲା ଚାରିଟା ପଛଣ୍ଡି ପଡିବ ପରୁଗ କୃଷ୍ଟ ହବ କିଛି ହବନି ଅକାଳ ଚଡ଼କ ପଡିକି ମରିବ ଏତେ ଜାଗା କିଛି ହବନି କିଛି ହବନି ନା ଯେତେବେଳେ ହେଇଯିବ ସେତେବେଳେ କହିବ କିଛି ଦୁଇ ଦିନିଆର ଏଇ ତ ଦୁନିଆ କେହି ନୁହେଁ କାହାର ତୁନି ପଡେ ଝିଅ କାଲି ଦିଏଥିଲା ଅତି ଆପଣାର କାଲି ଦିଏଥିଲା ଅତି ଆପଣାର ହେଲା ଦି ସାତ ପର বন্ধুরে 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 হে বন্ধু লক্ষণী নামাগ্রাম কহিবে না লক্ষণী তু কান্দি কান্দি বলে সুদা তোতে বন্ধন মুক্তি হবনি মা সর্বকা দ্রোহ দুই দিন আর এই তো দুনিয়া দুই দিন আর এই তো দুনিয়া কে গিনু রে ঠিকাহারা কালি দিয়েছিলা অতি আপনার কালি দিয়েছিলা অতি আপনার বন্ধুরে 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 হয়ে যাও জীবনে লক্ষণী তু কান্দি কান্দি বলে সুদা তোতে বন্ধন মুক্তি হবনি মা ভঙ্গা পক্ষী খোঁজে তা পুরুণা নীল
নীল ভঙ্গা পক্ষী খোঁজে তা পুরুଣା নীল ভাঙ্গি গলা বসা তার কেতে বহুতর নীল ভঙ্গা পক্ষী খোঁজে তা পুরুଣା নীল ভাঙ্গি গলা বসা তার কেতে বহুতর ভঙ্গা মননে বাଟ ଚାଲିବୁ ରେ ଭଙ୍ଗା ମନରେ ବାଟ ଚାଲିବୁ ରେ ହାତୀକୁ କରି ପଥର ବନ୍ଧୁରେ 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 সম্মুখ नहीं जाओ जीव नहीं दूध कांदी कांदी वाला सदा सत्य बंधन मुक्ति हमारी ओ सर्वगत्र है ଆଜ୍ଞା हाँ ଏମିତି ରାତି ଅଧରେ ଝିଅ ପିଲାମାନଙ୍କୁ ଯୋଉ ହଇରାଣ କରୁଛ ଧର୍ମ ସହିବନି ଆଜ୍ଞା ତମେ କେବେ ଭଲ ହବନି हम भला भी नहीं ଏ ଝିଅ ପିଲାମାନଙ୍କର ଉସୁରୁ ନିଶ୍ୱାସରେ ପୋଛି ପହଁରି ତମ ଘରେ ପାଣି ଦବା ପାଇଁ କେହି ରହିବେ ନାହିଁ किछे ला हबनी ଝିଅ ଆଜ୍ଞାଙ୍କୁ ଦୋଷ ଦେଇକି କିଛି ଲାଭ ନାହିଁ ଲୋ ଝିଅ ବୁଝିଲେ ଆଜ୍ଞା हाँ ତମର ଭୁଲ ଦେଖିଲେ ବୋଲି ଯାହା ଅର୍ଡର ଦେଲେ ମୁଁ ତାହା କଲି हाँ हाँ ଏବେ କାନ୍ଦିଲେ କଣ ହବ ଲୋ ଝିଅ ଆଗରୁ ଚିନ୍ତା କରିବାର ଥିଲା ଝିଅ ଆଜ୍ଞାଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ ବୁଝିଲେ ତମେ ଯାହା କର୍ମ କଲ ତମକୁ ସେଇଆ ଫଳ ମିଳିଲା हाँ ତମ ଭାଗ୍ୟରେ ଯାହା ଲେଖା ହେଇଥିଲା କିଏ ଓଲଟେଇ ପାରିବ କି ଲୋ ଝିଅ ନା ତମ ଭାଗ୍ୟରେ କଣ ଲେଖା ହେଇଥିଲା ଜାଣିଛ कौन ରାଜବାଳୀ କର୍ମେ କି ଲେଖା ଥିଲା ରେ ରାଜବାଳୀ କର୍ମେ କି ଲେଖା ଥିଲା ରେ ହଟ ହଟ କହିବାକୁ ଦଇବ ଯା କଳାରେ ରାଜବାଳୀ କର୍ମେ କି ଲେଖା ଥିଲା ରେ ରାଜବାଳୀ କର୍ମେ କି ଲେଖା ଥିଲା ରେ ଝିଅ ତମର ଭାଗ୍ୟ ବଡ ମଙ୍ଗଲ ଝିଅ ବଡ ଘରର ଝିଅ ଭଳିଆ ଦିଶୁଛ हाँ ହେଲେ ହବ କଣ ଲୋ ଝିଅ कौन हबो ତମେ ଆଜି ଉଠିବାର ବେଳାଟା ଭଲ ନାହିଁ भल नहीं କା ମୁହଁ ଯାଇକି ଉଠିଦେଲ କେ ଜାଣି କାବୁଲରେ ପଡିଗଲୁ କାହିଁକି ଧାଇଁ ଆସିଲୁ କାବୁଲରେ ପଡିଗଲୁ କାହିଁକି ଧାଇଁ ଆସିଲୁ କାହା ମୁହଁ ଚାହିଁ ଦେଇ ଘରୁ ବାହାର କହିଲୁ କାହା ମୁହଁ ଚାହିଁ ଦେଇ ଘରୁ ବାହାର କହିଲୁ ଅଥରତ ସମୟରେ ବନ୍ଧନ ଜାଗିଲୁ ରେ ରାଜବାଳୀ କର୍ମେ କି ଲେଖା ଥିଲା ରେ ରାଜବାଳୀ କର୍ମେ କି ଲେଖା ଥିଲା ରେ
মৌসুমে ঝিও রুসিছিরে মৌসুমে ঝিও রুসিছিরে খেলিব তা সাথে আরে জন্ম জন্ম যেতে বুঝাইলি তোতে বুঝিল নাকি তোতে যেতে বুঝাইলি তোতে বুঝিল নাকি তোতে পরিচয় দেবালো এতে সরি কলা তোতে পরিচয় দেবালো এতে সরি কলা তোতে তোর সুর নিঃশ্বাস কেমিতি পড়িব କଣ ଏଇ ନୂଆଟା କଣ ଉପରେ ପକଉଛ ଛାଟିପିଟି କଣ ହଉଛ ଝିଅ ପିଲାମାନଙ୍କୁ ବାନ୍ଧୁଛ ଏମାନେ କାନ୍ଦୁଛନ୍ତି ଆଜ୍ଞା ଝିଅ ପିଲାମାନଙ୍କର ବଳ କଣ କାନ୍ଦିଲେ ତାଙ୍କୁ କିଏ ହେଲେ ଆହା କରିବ ହଁ ଦେଖୁଥିବ ଗାଁ ଗହଳିରେ ମାଇ ପିଲାମାନେ କାନ୍ଦୁଥିବେ ଯେତେବେଳେ ପର୍ଯ୍ୟନ୍ତ ତୁନିବେନି ଜଣେ ଯାଇକି ନ ତୁନିଲା ପର୍ଯ୍ୟନ୍ତ କେବେ ହେଲେ ତୁନିବେ ନାହିଁ ସେମିତି ଝିଅ ପିଲାଟା କାନ୍ଦୁଛି ମୁଁ ସମ୍ଭାଳି ପାରୁନି ଆଜ୍ଞା ବୁଝିଲେ ବେଶୀ କଷ୍ଟ ଏମାନଙ୍କର ଉସୁରୁ ନିଶ୍ୱାସ ତମ ଉପରେ ପଡିବ ଏଇଟା ସତ କଥା ଛେଲ ହବନି ହବନି ନା ଯେତେବେଳକୁ ହେଲା ସେତେବେଳକୁ କର୍ମକୁ ଦୋଷ ଦେବ ମୋର କର୍ମକୁ ଆଇବାକୁ ଥିଲା ଏମିତି କଥାରେ ଅଛି ଆଜ୍ଞା ଭଗବାନ ଶ୍ରୀକୃଷ୍ଣ କହିଥିଲେ କଣ ବୋଲି ଯେ ଯାହା କରଇ ସେ ତାହା ଭୁଞ୍ଜହି ହଁ ନିଚେ ନିଚେ ପାର୍ଥ କର୍ମକୁ ନିନ୍ଦହି ଆଚ୍ଛା ଆଚ୍ଛା ଯିଏ କରିବ ଯାହା ଭୋଗ କରିବ ସେଇଆ କିନ୍ତୁ ପଡିଗଲା ପରେ ବୋଲିବ କଣ ନା ମୋର କର୍ମକୁ ଆଇବାକୁ ଥିଲା ଏମିତି ହେଲା ହଁ କର୍ମକୁ ଦୋଷ ଦେଇ କିଛି ଲାଭ ନାହିଁ ହଁ ଝିଅ ପିଲାମାନଙ୍କୁ ବାନ୍ଧିକି ରଖିଛ ତମକୁ ପଡିବନି କି ଆଜ୍ଞା ନା ଯେତେବେଳେ ପଡିବ ସେତେବେଳେ ଜାଣିବ ଦେଖିବା ବେଶୀ ଦୂର ନାହିଁ କମ ସମୟ ଭିତରେ ତମକୁ ପଡିଯିବ ହଁ ଝିଅ ତମେ କେତେ କାନ୍ଦିଲେ କିଛି ଲାଭ ହବନି ଆଣ୍ଠୁ ଗଣ୍ଠି ଛିଡେଇଲେ ମଧ୍ୟ ଲାଭ ନାହିଁ ଏବେ ବି ସମୟ ଅଛି ଯଦି ନାମଗ୍ରାମ କହିବ ଆଜ୍ଞାକୁ କହିବି ଆମ ଆଜ୍ଞା ଭଲ ଲୋକ ଅଛି ବୁଝିଲେ ସିନା ଉପରକୁ ଦେଖିବ